ବାଂଲାଦେଶରେ ହିନ୍ଦୁ ବିରୋଧୀ ହିଂସା ଥମିବାର ନାଁ ନେଉନି। ନୂଆବର୍ଷ ସନ୍ଧ୍ୟାରେ ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କ ଉପରେ ଆକ୍ରମଣ ହୋଇଛି। ଖୋକନ ଚନ୍ଦ୍ର ନାମକ ଜଣେ ହିନ୍ଦୁ ବ୍ୟବସାୟୀ କେଉରଭାଙ୍ଗା ବଜାର ସ୍ଥିତ ତାଙ୍କ ଔଷଧ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ବାଟରେ ତିଲୋଇ ଅଞ୍ଚଳରେ ତାଙ୍କ ଉପରେ କିଛି ବିଶୃଙ୍ଖଳା ଲୋକ ବର୍ବର ଆକ୍ରମଣ କରିଥିଲେ। ସେମାନେ ତାଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଛୁରୀ ଭୁଷିଥିଲେ ଏବଂ ତାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଏହାପରେ ଖୋକନ ନିକଟରେ ଥିବା ଏକ ପୋଖରୀକୁ ଜୀବନ ବିକଳରେ ଡେଇଁ ପଡ଼ିଥିଲେ। ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ସରି ଆରତପୁର ସଦର ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଖୋକନ ବଞ୍ଚି ଯାଇଥିଲେ ବି ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ତେବେ ଏହି ଆକ୍ରମଣ ପଛରେ କାରଣ କ'ଣ ଏବଂ ଷଡ଼ଯନ୍ତ୍ରକାରୀ କିଏ ତାହା ଏଯାବତ୍ ଜଣାପଡ଼ିନି। ଉଲ୍ଲେଖଯୋଗ୍ୟ ଯେ ବାଂଲାଦେଶରେ ଭାରତ ବିରୋଧୀ ଛାତ୍ର ନେତା ଶରୀଫ ଉସ୍ମାନ ହାଦିଙ୍କୁ ହତ୍ୟା ପରଠାରୁ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଇଛି। 2 ସପ୍ତାହ ମଧ୍ୟରେ ହିନ୍ଦୁଙ୍କ ଉପରେ ଏହା ଚତୁର୍ଥ ଆକ୍ରମଣ।